ଟିଟିଲାଗଡ଼ ଓମ୍ ଭ୍ୟାଲି ସ୍କୁଲର ବିଜ୍ଞାନ ମେଳା ଅନୁଷ୍ଠିତ। ବିଜ୍ଞାନର ଅଗ୍ରଗତି, ସାମାଜିକ ବିଜ୍ଞାନ ତଥା କଳା ପ୍ରଯୁକ୍ତି ବିଦ୍ୟାର ଆଧୁନିକତା ପରିବେଶ ଏବେ ଦେଶର କାର୍ଯ୍ୟଭାରକୁ ହାଲୁକା କରିଦେଇଛି। ଚତୁର୍ଦିଗର ଯେକୌଣସି ପରିବେଶକୁ ଦୃଷ୍ଟି ଦେଲେ ସେଠାରେ କିଛି ନା କିଛି ବିଜ୍ଞାନର ଛାପ ଦେଖିବାକୁ ମିଳିଥାଏ। ସେହି ବିଜ୍ଞାନ ଆଜି ଦେଶକୁ ଅଗ୍ରଗତି କରିବା ସହିତ ଆର୍ଥିକ ମାନଦଣ୍ଡରୁ ମଧ୍ୟ ସୁଧାର ଆଣିପାରିଛି। ପ୍ରତି ସ୍କୁଲରେ ବିଦ୍ୟାର୍ଥୀମାନଙ୍କ ବ୍ୟକ୍ତିତ୍ୱର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଛାତ୍ର ଜୀବନରୁ ବିଜ୍ଞାନର ଜ୍ଞାନ ଆହରଣ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ବିଜ୍ଞାନ ମେଳା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ବୈଜ୍ଞାନିକ ମନୋଭାବକୁ ଜାଗ୍ରତ କରିବା ଏବଂ ଉନ୍ନତମାନର ଜ୍ଞାନକୌଶଳର ସଚେତନ କରାଇଲେ ଦିନେ ବୈଜ୍ଞାନିକର ମନୋଭାବ ନେଇ ଆଗକୁ ଯାଇପାରିବେ। ସେମିତି ଏକ ବିଜ୍ଞାନ ମେଳା ଦେଖାଦେଇଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ। ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଓମ୍ ଭ୍ୟାଲି ସ୍କୁଲ ଚାରଭଟ୍ଟା ପରିସରରେ ବିଦ୍ୟାର୍ଥୀଙ୍କ ବ୍ୟକ୍ତିତ୍ୱର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କୁନି କୁନି ବୈଜ୍ଞାନିକଙ୍କ ଆଗ୍ରହକୁ ପ୍ରାଧାନ୍ୟ ଦେଇ ବିଦ୍ୟାଳୟ ତରଫରୁ ଆୟୋଜିତ ହୋଇଯାଇଛି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ସାମାଜିକ ବିଜ୍ଞାନ ପ୍ରଦର୍ଶନୀ ମେଳା। ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ, ସମ୍ମାନନୀୟ ଅତିଥି ଭାବେ ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ରଥ, ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦୀପକ କୁମାର ସାହୁ, ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ପ୍ରଦୀପ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାକେଶ ଜୈନ, ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମହେଶ୍ୱର ପ୍ରସାଦ ମିଶ୍ର ଏବଂ ଉପଦେଷ୍ଟା ଡକ୍ଟର ରବୀନ ଚନ୍ଦ୍ର ପ୍ରମାଣିକ ଯୋଗ ଦେଇଥିଲେ। ଏହି ବିଜ୍ଞାନ ମେଳା ଅବସରରେ 104ଟି ପ୍ରକଳ୍ପର ପ୍ରଦର୍ଶନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉଚ୍ଚମାନର ପ୍ରକଳ୍ପ ପ୍ରସ୍ତୁତି ସହିତ ଆଧୁନିକତାର ଆବଶ୍ୟକତାକୁ ପ୍ରାଧାନ୍ୟ ଦିଆଯାଇଥିଲା। ପ୍ରାକୃତିକ ଶକ୍ତିର ସୁବିନିଯୋଗ, କୃଷି କ୍ଷେତ୍ରରେ ଆଧୁନିକୀକରଣ ଆଦି ନୂତନ ଜ୍ଞାନକୌଶଳ ସନ୍ଧାନରେ ଛାତ୍ରଛାତ୍ରୀ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପ ଖୁବ୍ ଆକର୍ଷଣୀୟ ହୋଇଥିଲା। ଏହି ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପକୁ ଦେଖିବା ପାଇଁ ଲୋକମାନଙ୍କ ଆଗ୍ରହ ଦେଖିବାକୁ ମିଳିଥିଲା। ପିଲାମାନେ ମଧ୍ୟ ଖୁବ୍ ଉତ୍ସାହ ସହକାରେ ନିଜ ନିଜ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରୁଥାନ୍ତି। ଓମ୍ ଭ୍ୟାଲି ସ୍କୁଲ ଏକ ଜଣାଶୁଣା ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଏହାର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇସାରିଛି। କେବଳ ଯେ ପାଠ ଉପରେ ଏହି ସ୍କୁଲ ଗୁରୁତ୍ୱ ଦେଇଥାଏ ତାହା ନୁହଁ, ଉନ୍ନତମାନର ଶିକ୍ଷା ସହିତ ସମାଜରେ ପ୍ରତିଷ୍ଠିତ ହେବା ପାଇଁ ବିଭିନ୍ନ ଶିକ୍ଷା ଏହି ଅନୁଷ୍ଠାନରେ ଦିଆଯାଇଥାଏ। ଅନୁଷ୍ଠିତ ହୋଇଥିବା ଏହି ବିଜ୍ଞାନ ମେଳାକୁ ମଧ୍ୟ ଖୁବ୍ ଉଚ୍ଚକୋଟୀର କରିବା ପାଇଁ ଶତଚେଷ୍ଟା କରାଯାଇଛି। ଏହି ବିଜ୍ଞାନ ମେଳା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ମନରେ ବିଜ୍ଞାନର ବିକାଶ ଦିଗରେ ଆଗକୁ ଯାଇପାରିବେ ବୋଲି ଆଶା କରାଯାଉଛି। ଓମ୍ ଭ୍ୟାଲି ସ୍କୁଲରେ ଅନୁଷ୍ଠିତ ହୋଇଥିବା ବିଜ୍ଞାନ ମେଳା ଖୁବ୍ ଉଚ୍ଚକୋଟୀର ହୋଇଥିଲା। କୁନି କୁନି ହାତର ସ୍ପର୍ଶରେ ଆୟୋଜିତ ହୋଇଥିବା ବିଜ୍ଞାନ ମେଳାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଆଗ୍ରହ ରହିଥିବା ବେଳେ ପିଲାମାନଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ଅତିଥିମାନଙ୍କ ଦ୍ୱାରା ସର୍ବପ୍ରଥମେ ଦୀପ ପ୍ରଜ୍ୱଳନ କରି ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗିତା ସମ୍ପର୍କରେ ଅତିଥିଗଣ ଆଲୋକପାତ କରିଥିଲେ। ସ୍ୱଳ୍ପ ସମୟ ମଧ୍ୟରେ ବିଜ୍ଞାନର ପ୍ରୟୋଗ ବିଧି ଓ ଉପାଦେୟତା ବିଷୟରେ ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ। ବିଚାରକ ଭାବରେ ଉମାକାନ୍ତ ସାହୁ, ଦେବାଶିଷ ସାହୁ, ନନ୍ଦ କୁମାର ହୋତା, ଜିକୁନ ଷଡ଼ଙ୍ଗୀ, ସସ୍ମିତା ପାଣିଗ୍ରାହୀ, ପ୍ରଦୀପ ମିଶ୍ର, ସନ୍ତୋଷ କୁମାର ମିଶ୍ର, ଅନୁପମ ମୁଦୁଲି ଏବଂ ସୌମ୍ୟରଞ୍ଜନ କର ଦାୟିତ୍ୱ ନେଇଥିଲେ। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରେହାନ ଖତ୍ରୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନର ମହତ୍ତ୍ୱ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ।
ବଲାଙ୍ଗୀରରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ୍।